ଖଣି ଅଧିକାରୀଙ୍କ ଘରେ ଟଙ୍କାର ଖଣି ପାହାଡ଼ ଭଳି ଗଦା ହୋଇଛି କୋଟି କୋଟି ଟଙ୍କା। ଏତେ ନଗଦ ଟଙ୍କା ବ୍ୟାଙ୍କରେ ବି ନଥିବ। ଘର ଭିତରେ ଚଉଠି ହାତ ମାରିଲେ ସେଇଠି କେବଳ ଟଙ୍କା ଆଉ ଟଙ୍କା। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ବାବୁ ଜଣକ ଅତ୍ୟନ୍ତ ନମ୍ର ଭଦ୍ର ସାଧାସିଧା ମଣିଷ ଭାବେ ଜୀବନଯାପନ କରୁଥିଲେ। ହେଲେ ଟଙ୍କା ପ୍ରତି ଅହେତୁକ ଦୁର୍ବଳତା ଥିଲା। କମ୍ ସମୟରେ କମ୍ ଦିନରେ ମାଲାମାଲ ହେବାର ନିଶା ଥିଲା। ସେଥିପାଇଁ ରାଜ୍ୟର ରାଜସ୍ୱ ସରକାରୀ ତହବିଲକୁ ଯିବା ରାସ୍ତାରେ ଲାଞ୍ଚଖୋର ହୋଇ ଲୁଟୁଥିଲେ। ବାବୁ ଜଣକ ଭଦ୍ରକରେ ଥିବା ପୈତୃକ ସମ୍ପତ୍ତିକୁ ବି ଭୁଲି ଯାଇଥିଲେ। ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ଗତକାଲି ବାବୁ ଜଣକଠାରୁ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ତୁରନ୍ତ ବାଲେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସମସ୍ତ ଭିଜିଲାନ୍ସ ଟିମ୍ ଭଦ୍ରକ କଟକ ଓ ଭୁବନେଶ୍ୱରରେ ଏକକାଳୀନ ଚଢ଼ାଉ କରିଥିଲେ। ଗତକାଲି ରାତିରୁ ଏ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଭିଜିଲାନ୍ସ ଗଣି ସାରି ନାହିଁ। ଆଳୁ ଖୋଳୁ ଖୋଳୁ ବାହାରିଥିଲେ ମହାଦେବ। ଭଦ୍ରକରେ ଥିବା ପୈତୃକ ସମ୍ପତ୍ତିରେ କିଛି ବି ଭିଜିଲାନ୍ସ ପାଇନଥିଲା। କଟକରୁ କିଛି ମାତ୍ର ଟଙ୍କା ପାଇଥିଲା। ହେଲେ ଭୁବନେଶ୍ୱର ଫ୍ଲାଟରୁ କୋଟି କୋଟି ଟଙ୍କା ବାହାରିଥିଲା, ଯାହାକି ଏ ପର୍ଯ୍ୟନ୍ତ ଭିଜିଲାନ୍ସ ଗଣି ସାରି ପାରୁନାହିଁ। ଏଠି ପ୍ରଶ୍ନ ଉଠୁଛି, ଭିଜିଲାନ୍ସ ସ୍କାନରରେ ଅନ୍ୟ ଖଣି ପଦାଧିକାରୀ କେବେ?